ଯୀଶୁ ପ୍ରଭୁ ଯୀଶୁ କୃଷ୍ଣଙ୍କଠାରେ ମୋର ଅତି ପ୍ରିୟ ଭାଇ ଓ ଭଉଣୀମାନେ ସମସ୍ତେ କେମିତି ଅଛନ୍ତି? ଭଲରେ ରହନ୍ତୁ। ଆପଣମାନେ ପ୍ରଥମ ଥର ପାଇଁ ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ନବଜୀବନ ବାଣୀ ଦେଖୁଛନ୍ତି କି? ଲାଇକ୍ କରନ୍ତୁ, ସେୟାର କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ। ଆସନ୍ତୁ ଆମେମାନେ ଶୁଣିବା ଯୋହାନଙ୍କ ସୁସମାଚାର ଅଧ୍ୟାୟ 14 ପଦ ସଂଖ୍ୟା 23। ଯୀଶୁ ତାକୁ ଉତ୍ତର ଦେଲେ, ଯେଉଁମାନେ ମୋତେ ପ୍ରେମ କରନ୍ତି ସେମାନେ ମୋର ବାକ୍ୟ ପାଳନ କରିବେ ଏବଂ ମୋର ପିତା ସେମାନଙ୍କୁ ପ୍ରେମ କରିବେ। ଆମେ ସେମାନଙ୍କ ନିକଟକୁ ଆସିବୁ ଏବଂ ସେମାନଙ୍କଠାରେ ଆମର ବସତି ସ୍ଥାପନ କରିବୁ। ପ୍ରେଜ୍ ଦ ଲର୍ଡ, ପ୍ରେଜ୍ ଦ ଲର୍ଡ। ଯେଉଁମାନେ ମୋତେ ପ୍ରେମ କରନ୍ତି ସେମାନେ ମୋର ବାକ୍ୟ ପାଳନ କରିବେ। ପ୍ରେଜ୍ ଦ ଲର୍ଡ, ପ୍ରେଜ୍ ଦ ଲର୍ଡ। ନିଶ୍ଚୟ ଆମର ସାଧାରଣ ଆମ ଜୀବନରେ କୌଣସି ବ୍ୟକ୍ତିମାନଙ୍କୁ ଆମେ ପ୍ରେମ କଲାବେଳେ ସେ ପ୍ରେମ ନିଶ୍ଚୟ ଆମେ ପ୍ରକାଶ କରିବାକୁ ଆମେ ଚେଷ୍ଟା କରିବୁ। ଆଉ ସେମିତି ପ୍ରକାଶ କରିନଥିବା ପ୍ରେମର କିଛି ମୂଲ୍ୟ ରହେ ନାହିଁ ସାଧାରଣ। ହେଲେ ଯୀଶୁ ସ୍ପଷ୍ଟ ଭାବରେ କହନ୍ତି, ଯେଉଁମାନେ ମୋତେ ପ୍ରେମ କରନ୍ତି ସେମାନେ ମୋର ବାକ୍ୟ ପାଳନ କରିବେ। ଯୀଶୁ କହୁଛନ୍ତି କେମିତି ଯୀଶୁ ଜାଣିବେ ଆମେ ଯୀଶୁଙ୍କୁ ପ୍ରେମ କରୁଛୁ ବୋଲି? ଯୀଶୁ କହୁଛନ୍ତି ଆମେ ତାଙ୍କର ବାକ୍ୟ ପାଳନ କରିବା ଦରକାର। ହେଲେ ଯୀଶୁ ଆମ ଜୀବନ ପାଇଁ ସେ କରିଥିବା ସେ ଯୋଜନା ଆମେ ବୁଝିବା ଦରକାର। ଆଉ ତାଙ୍କର ଶିକ୍ଷା ପରିଶେଷରେ ଆମ ସମସ୍ତଙ୍କୁ ଯେମିତି ସ୍ୱର୍ଗ ଆଡ଼କୁ ନେବା ପାଇଁ ହିଁ ଯୀଶୁଙ୍କର ଯୋଜନା। ହେଲେ ତା ଅନୁସାରେ ଆମେ ଜୀବନଯାପନ କରିବା ଦରକାର। ହେଲେ ଏ ଦିଗରେ ଆମେ ଯିବା ମାର୍କୋଙ୍କ ସୁସମାଚାର ଅଧ୍ୟାୟ 7 ପଦ ସଂଖ୍ୟା 24ରୁ ଆମେ ଶୁଣିବା। ଅତଏବ ଯେ ମୋର ଏହିସବୁ କଥା ଶୁଣେ ଓ ପାଳନ କରେ ସେ ସେହି ବୁଦ୍ଧିମାନ ମନୁଷ୍ୟ ସଦୃଶ ଯିଏ ପ୍ରସ୍ତର ଉପରେ ଗୃହ ନିର୍ମାଣ କରୁଥିଲା। ବର୍ଷା ହେଲା, ବନ୍ୟା ଆସିଲା ଓ ଝଡ଼ ବତାସ ବହିଲା ଓ ସେ ଘରକୁ ଧକ୍କା ମାରିଲା, ତଥାପି ତାହା ଭୁଷୁଡ଼ିଲା ନାହିଁ, କାରଣ ଏହା ପ୍ରସ୍ତର ଉପରେ ସ୍ଥାପିତ ଥିଲା। ପ୍ରେଜ୍ ଦ ଲର୍ଡ, ପ୍ରେଜ୍ ଦ ଲର୍ଡ। ହେଲେ ଯୀଶୁଙ୍କ ଆଡ଼କୁ ଥିବା ଆମର ପ୍ରେମର ପ୍ରମାଣ ଯୀଶୁ ଆମ୍ଭମାନଙ୍କୁ କହିଲେ ଆମେ ତାଙ୍କର ବାକ୍ୟ ପାଳନ କରିବା ଯୋଗୁଁ ଯୀଶୁ ଜାଣିବେ ଯେ ସତରେ ଆମେ ଯୀଶୁଙ୍କୁ ଆମେ ପ୍ରେମ କରୁଛୁ। ଆଉ ନିଶ୍ଚୟ ଯୀଶୁଙ୍କୁ ଆମେ କିଛି ପ୍ରାର୍ଥନା କରିବା ପୂର୍ବେ, ଯୀଶୁଙ୍କୁ ଆମେ ଆରାଧନା କରିବା ପୂର୍ବେ ପ୍ରଥମ ଯୀଶୁଙ୍କୁ ଆମେ ପ୍ରେମ କରିବା ଦରକାର। ଆଉ ଖାଲି ବାକ୍ୟ ଶୁଣିଲେ ହେବ ନାହିଁ, ସେ ବିଷୟ ସଦାପ୍ରଭୁ କହନ୍ତି। ଅତଏବ ଯେ ମୋର ଏସବୁ କଥା ଶୁଣେ, ସେଟା ପ୍ରଥମ ଅଂଶ। ଦ୍ୱିତୀୟ ଅଂଶ, ଓ ପାଳନ କରେ ସେ ସେହି ବୁଦ୍ଧିମାନ ମନୁଷ୍ୟ ସଦୃଶ ଯିଏ ପ୍ରସ୍ତର ଉପରେ ଗୃହ ନିର୍ମାଣ କରୁଥିଲା। ଆମେ ପ୍ରତ୍ୟେକ ଜଣ ମୋର ଘର, କେଉଁ ଘର? ପାର୍ଥିବ ଘର ଠାରୁ ସ୍ୱର୍ଗରେ ପହଞ୍ଚିବା ପାଇଁ ଆମକୁ ଯାହା ସବୁ ଦରକାର ତାର ପ୍ରସ୍ତୁତି, ଅନନ୍ତକାଳ ଯୀଶୁଙ୍କ ସଙ୍ଗେ ରହିବା ପାଇଁ ଆମ୍ଭମାନଙ୍କୁ କ'ଣ ଦରକାର ସେ ପ୍ରସ୍ତୁତି ପଥର ଉପରେ କରିବା ମାନେ ଏତିକି, ଯୀଶୁଙ୍କର ବାକ୍ୟ ଶୁଣିବା, ତା ଅନୁସାରେ ଜୀବନଯାପନ କରିବା। ବର୍ଷା ହେଲା, ବନ୍ୟା ଆସିଲା, ଝଡ଼ ବତାସ ବହିଲା ଆଉ ସେ ଘରକୁ ଧକ୍କା ମାରିଲା। ଏ ପୃଥିବୀରେ ସବୁ ବିଷୟ ଆମର କଣ୍ଟ୍ରୋଲରେ, ଆମର ନିୟନ୍ତ୍ରଣରେ ଅଛି, ସେମିତି କିଛି ଗ୍ୟାରେଣ୍ଟି ନାହିଁ। ବାରମ୍ବାର ବିଷୟ ଗୁଡ଼ିକ ପରିବେଶ, ଅନ୍ୟ ବ୍ୟକ୍ତିମାନଙ୍କର ବ୍ୟବହାର
ତାହା ଘର ଭିତରେ ହେଉ, ସାହିରେ ହେଉ, ମଣ୍ଡଳୀରେ ହେଉ, ସମାଜରେ ହେଉ, ବିଶେଷ କରି ବ୍ୟକ୍ତିଗତ ସମ୍ପର୍କ ଗୁଡ଼ିକରେ ଅନ୍ୟମାନେ କ'ଣ ଭାବୁଛନ୍ତି, କ'ଣ ଭାବିବେ, କ'ଣ କହିବେ, କ'ଣ କରିବେ, ତା ଉପରେ ଆମର ବେଶୀ ନିୟନ୍ତ୍ରଣ କଣ୍ଟ୍ରୋଲ ଆମର ନାହିଁ। ସେଗୁଡ଼ିକ ହିଁ ବର୍ଷା ହେଲା, ବନ୍ୟା ଆସିଲା, ଝଡ଼ ବତାସ ବହିଲା ଆଉ ସେ ଘରକୁ ଧକ୍କା ମାରିଲା। ଏଟା ବାରମ୍ବାର ହୁଏ, କିନ୍ତୁ ତଥାପି ତାହା ଭୁଷୁଡ଼ିଲା ନାହିଁ, କାରଣ ଏହା ପ୍ରସ୍ତର ଉପରେ ସ୍ଥାପିତ ଥିଲା। ଯେଉଁ ବ୍ୟକ୍ତିମାନେ ପ୍ରଭୁଙ୍କର ବାକ୍ୟ ଉପରେ ନିଜର ଜୀବନୀର ଭିତ୍ତିମୂଳ ପକ୍ଷେ ସେମାନେ ଠିଆ ହେବେ। କିନ୍ତୁ ଯେଉଁମାନେ କେବଳ ବାକ୍ୟ ଶୁଣେ କିନ୍ତୁ ତା ଅନୁସାରେ ଜୀବନଯାପନ କରେ ନାହିଁ, ତାହା କ'ଣ? ମାଥ୍ୟୁ 7:24। କିନ୍ତୁ ଯେ ମୋର ଏସବୁ କଥା ଶୁଣେ କିନ୍ତୁ ପାଳନ କରେ ନାହିଁ, ସେ ସେହି ମୂର୍ଖ ସଦୃଶ। ୟେସ୍, ଏଠୁ ସେଇଠୁ ଟିକେ ଟିକେ ବାକ୍ୟ ଶୁଣେ କିନ୍ତୁ ସେମାନଙ୍କ ଜୀବନ ସମ୍ପର୍କରେ ତାର କୌଣସି ସମ୍ପର୍କ ନାହିଁ। ଉଦାହରଣ, ବାକ୍ୟର ସ୍ପଷ୍ଟ ଭାବରେ ସଦାପ୍ରଭୁ କହନ୍ତି ପବିତ୍ର ଦିନ ପବିତ୍ର ଭାବେ ଆଚରଣ କରିବା ଦରକାର। ସାବତ ମାନେ କ'ଣ? କ୍ୟାଥୋଲିକ ଖ୍ରୀଷ୍ଟିଆନ ହିସାବରେ ପବିତ୍ର ବଳିରେ ଯୋଗ ଦେବା ନିହାତି ଦରକାର। କିନ୍ତୁ ସମୟ ସୁବିଧା ଏଗୁଡ଼ିକ ଅନୁସାରେ ଅନ୍ୟ କୌଣସି କାମ ଦାମ ସବୁ ହେଲେ ଆମେ ଜାଣୁଛୁ ରବିବାର ପବିତ୍ର ଦିନ ପବିତ୍ର ଭାବେ କେମିତି ଆଚରଣ କରିବାର ଅଛି ବୋଲି ଈଶ୍ୱର ଆମ୍ଭମାନଙ୍କୁ ଦେଇଥିବା ଏହି ନିୟମ, ପରମେଶ୍ୱରଙ୍କ ଆଦେଶ ଭିତରେ 10ଟି ଆଦେଶ ଗୁଡ଼ିକ ଭିତରେ ଥିବା ଗୋଟିଏ ନିୟମ ଆରାମରେ ମାନେ ବହୁତ ହାଲକାରେ ଲାଇଟ୍ରେ ଆମେ ଲଙ୍ଘନ କରୁ। ପ୍ରଭୁଙ୍କର ଯେକୌଣସି ବାକ୍ୟ ବିଷୟ ଗୁଡ଼ିକରେ ହେଉ ବା ମାର୍କୋସ ସମାଚାର ଅଧ୍ୟାୟ 16:15 ସଦାପ୍ରଭୁ କହୁଛନ୍ତି, ତୁମମାନେ ସମଗ୍ର ଜଗତକୁ ଯାଇ ସକଳ ସୃଷ୍ଟି ନିକଟରେ ମୋର ସୁସମାଚାର ପ୍ରଚାର କର। ଏଟା ଗୋଟିଏ ଆଦେଶ। ପ୍ରଭୁ କ'ଣ କହିଲେ କି ବର୍ଷା ହେଲେ ଦରକାର ନାହିଁ, ଖରା ହେଲେ ଦରକାର ନାହିଁ, କାମ ଦାମ ହେଲେ ଦରକାର ନାହିଁ ନା? ସବୁ କାମ ଦାମ ସବୁ ହେଲା ପରେ, ପାଠ ପଢ଼ା ପରେ, ଚାକିରି ପରେ, ବିବାହ ପରେ, ପିଲା ହେଲା ପରେ, ନାତି ନାତୁଣୀ ହେଲା ପରେ ଆକା ବାକ୍ୟ ପ୍ରଚାର କର ବୋଲି ପ୍ରଭୁ କହିଲେ କି? ଜମା କହି ନାହାନ୍ତି। ହେଲେ ପ୍ରଭୁ କହୁଛନ୍ତି, ପ୍ରଭୁଙ୍କର ଆଦେଶ ମାର୍କ 16:15, ତୁମାନେ ସମଗ୍ର ଜଗତକୁ ଯାଇ ସକଳ ସୃଷ୍ଟି ନିକଟରେ ମୋର ସୁସମାଚାର ପ୍ରଚାର କର। ହେଲେ ଯେ ବ୍ୟକ୍ତିମାନେ ଏଗୁଡ଼ିକ ପାଳନ କରେ ନାହିଁ ସେମାନଙ୍କ ଜୀବନରେ ସେହି ମୂର୍ଖ ସଦୃଶ ଯିଏ ବାଲୁକା ଉପରେ ଗୃହ ନିର୍ମାଣ କରୁଥିଲା, ବାଲି ଉପରେ ଘର କଲା। କାହିଁକି? ଭିତ୍ତିମୂଳ ନାହିଁ। ବାକ୍ୟ ଶୁଣୁଛି, ଗିର୍ଜାକୁ ଯାଉଛି, ହାତରେ ବାଇବଲ ଅଛି, କିନ୍ତୁ ବାକ୍ୟ ଗୁଡ଼ିକର ସାରାଂଶ ଜଣା ନାହିଁ, ତା ଅନୁସାରେ ଜୀବନଯାପନ କରୁନାହିଁ। ଆମ୍ଭମାନଙ୍କ ପାଇଁ, ଆମର ଜୀବନୀ ପାଇଁ ସଦାପ୍ରଭୁ ଦେଇଥିବା ଗୋଟିଏ ୟୁସେଜ୍ ମାନୁଆଲ୍। ସାଧାରଣ ଯେକୌଣସି ଇଲେକ୍ଟ୍ରୋନିକ୍ ଜିନିଷ ଆମେ କିଣିଲା ବେଳେ, ଫ୍ରିଜ୍ ହେଉ, ମୋବାଇଲ ହେଉ, ଯେକୌଣସି କେମିତି ତାହା ୟୁଜ୍ କରିବା, କ'ଣ କରିବାର ଅଛି, କ'ଣ ନ କରିବାର ଅଛି ବୋଲି ଛୋଟ ଗୋଟିଏ ବହି ଥିବ, ତା ସଙ୍ଗେ ଛୋଟ ବହି ୟୁସେଜ୍ ମାନୁଆଲ୍। ହେଲେ ଈଶ୍ୱର ମନୁଷ୍ୟକୁ ଦେଇଥିବା ୟୁସେଜ୍ ମାନୁଆଲ୍ ହେଉଛି ବାଇବଲ। କ'ଣ ଆମେ କରିବାର ଅଛି, କ'ଣ ନ କରିବାର ଅଛି, ସ୍ପଷ୍ଟ ଭାବରେ ଏଠି ଲେଖା ଅଛି। କେତେ ଲୋକମାନେ ଏହା ପଢ଼ିବେ କିନ୍ତୁ ମନ ଇଚ୍ଛାରେ ଜୀବନଯାପନ କରିବେ। ସେ ବ୍ୟକ୍ତି କିଏ? ସେହି ମୂର୍ଖ ସଦୃଶ ଯିଏ ବାଲି ଉପରେ ଗୃହ ନିର୍ମାଣ କରୁଥିଲା। ବର୍ଷା ହେଲା, ବନ୍ୟା ଆସିଲା, ଝଡ଼ ବତାସ ବହିଲା ଏବଂ ସେ ଘରକୁ ଧକ୍କା ମାରିଲା। ଫଳ ତହିଁରେ ତାହା ଭୁଷୁଡ଼ି ପଡ଼ିଲା ଏବଂ ତାର ପତନ କି ଭୟଙ୍କର। ତେଣୁ ମୋର ଭାଇ ଓ ଭଉଣୀମାନେ, ଆଜି ସଦାପ୍ରଭୁ ଆମ୍ଭମାନଙ୍କୁ ଏ ପ୍ରଶ୍ନ ପଚାରୁଛନ୍ତି। ଜହନ 14:23 ସତରେ
ମୋର ପ୍ରିୟ ପୁଅ ଝିଅ, ତୁମେ ମୋତେ ପ୍ରେମ କରୁଛ କି? ସତରେ ଯଦି ମୋତେ ତୁ ପ୍ରେମ କରୁଛୁ, ମୋର ଆଦେଶ ଗୁଡ଼ିକ ପାଳନ କର। ମୁଁ ତୁମମାନଙ୍କୁ ଦେଇଥିବା ଆଦେଶ ଅନୁସାରେ ଜୀବନ ଯାପନ କର। ଆହୁରି ବିଶେଷ କରି ପ୍ରସ୍ତର ଉପରେ ନିର୍ମିତ ଘରର ଦୃଷ୍ଟାନ୍ତରେ ପ୍ରଭୁ ସ୍ପଷ୍ଟ ଭାବରେ ଆମ୍ଭମାନଙ୍କୁ କହୁଛନ୍ତି, ପ୍ରସ୍ତର ଉପରେ ଆମର ଘରର ଭିତ୍ତିମୂଳ ହେବା ଦରକାର। ଆସନ୍ତୁ ପ୍ରାର୍ଥନା କରିବା। ପ୍ରଭୁ, ମୋର ଘରର ଭିତ୍ତିମୂଳ ଯେମିତି ପଥର ଉପରେ ରହିବ, ତା ପାଇଁ ବାକ୍ୟ ଶୁଣିବା, ବାକ୍ୟ ଅନୁସାରେ ଜୀବନ ଯାପନ କରିବା, ତା ପାଇଁ ସଦାପ୍ରଭୁ ସ୍ଥାପନ କରିଥିବା ସତ୍ୟ ମଣ୍ଡଳୀ କ୍ୟାଥୋଲିକ ମଣ୍ଡଳୀରେ ବିଶ୍ୱାସ କରିବା, ସଭ୍ୟମାନ ହେବା। ଆମେନ୍। ପ୍ରଭୁ ଆପଣମାନଙ୍କ ସଙ୍ଗେ ରହନ୍ତୁ। ସର୍ବଶକ୍ତିମାନ ପରମେଶ୍ୱର ପିତା ଓ ପୁତ୍ର ଏବଂ ପବିତ୍ର ଆତ୍ମା ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍। ଜୟ ଯୀଶୁ।